ସାର୍ ହଁ ସାର୍ କୁହନ୍ତୁ ସାର୍। ଟିକେ ଲେନ୍ଦି ପ୍ରୋସେସ ବୁଝିଲୁ କି? ହଁ ସାର୍। ଲେନ୍ଦି ପ୍ରୋସେସ କଣ ଦେଖ 1/7/14 ପର୍ଯ୍ୟନ୍ତ ହଁ ସାର୍ ହେଇଥିଲା କଣ ଆଗରୁ ଆମର ଯୋଉ ଇଣ୍ଟିଗ୍ରେଟ 2200 ନେକ୍ସଟ RSCP 2400 ନେକ୍ସଟ 4200 ହେଇଥିଲା ଆମର ସ୍କେଲରେ ନଥିଲା 2800 ବୋଲି ନାଇଁ କି? ହଁ ସାର୍। ତ 1/7/14 କେଡର ରୁଲ ଯୋଉ କଲା କେଡର ରୁଲରେ କଲା କଣ ଆପଣଙ୍କର BA BD କୁ କହିଲା ପ୍ରମୋସନ ଦବ ଲେବୁଲ 3 ହେଡମାଷ୍ଟରକୁ। ହଁ ସାର୍। ତ ତା ଅର୍ଥ ଯେତିକି 1/7/14 ପରେ 20 ବର୍ଷ କି 30 ବର୍ଷ ଏମିତି କଲେ ବୁଝିଲେ ନାଇଁ? ହଁ ସାର୍। ତ ସେତେବେଳକୁ ବେଶୀ ଲୋକ ଥିଲେ ମେଟ୍ରିକ ସିଟି ISCT BEd ର ଯୋଉ 90 94 92 ଏଇ ଭିତରେ ଯୋଉମାନେ ଶିକ୍ଷା ସହାୟକ ହେଇକି ରେଗୁଲାର ହେଇଥିଲେ ସେଇମାନେ ମାକ୍ସିମମ୍ ଥିଲେ ତାଙ୍କ ଭିତରେ BA BD। ତା ଆଗରୁ ସିନିୟର BA BD ହାତ ଗଣତି କୋଉଠି କାଁ ଭାଁ ଥିଲେ। ହାଇସ୍କୁଲ ପଢଉଥିଲେ ସେତେବେଳେ ଆଉ। ହଁ ତ 1/7/14 ଯେତେବେଳେ କହିଲା ଯେ ଲେବୁଲ 3 କୁ ଆମେ BD ହିଁ ନବୁ ଆଉ କିଛି ନବୁନି, ତ 1/7/14 ପରେ ଯୋଉମାନଙ୍କର 20-30 ବର୍ଷ ସବୁ ହେଲା ସେମାନଙ୍କ ଭିତରେ ମାକ୍ସିମମ୍ ଲୋକ ହଉଛନ୍ତି ମେଟ୍ରିକ ସିଟି କିମ୍ବା ISCT। ହଁ ସାର୍। ତ ତା ଅର୍ଥ ତାଙ୍କୁ ପ୍ରମୋସନ ପାଇଁ ନଥିଲା, ଏଭିଂ ଯିବାକୁ ଯେହେତୁ ରିକ୍ୱିଜାଇଟ୍ କ୍ୱାଲିଫିକେସନ ନାହିଁ ତେଣୁ ସେମାନଙ୍କ ପ୍ରମୋସନ ନାହିଁ। ତାଙ୍କର କ୍ୟାରିୟରଟା ସେଇଠି ଷ୍ଟାଗନେଣ୍ଟ ହେଇଗଲା। ତେଣୁ MSCP ତାଙ୍କର ତ ଯେହେତୁ ନାହିଁ କ୍ୱାଲିଫିକେସନ ନାହିଁ ଲେବୁଲ 3 ପାଇବା ପାଇଁ, ତ ସେମାନଙ୍କର ନର୍ମାଲି ପ୍ରମୋସନରେ ଆସିଲେ ବି ଯାଇପାରିବେନି। ତ ସେଥିପାଇଁ ତାଙ୍କୁ RSCP ବା MSCP ଦିଆଗଲା ନାହିଁ, ଯେ ଯେହେତୁ ତମର ରିକ୍ୱିଜାଇଟ୍ କ୍ୱାଲିଫିକେସନ ନାହିଁ ହେଲା। ତ ସେଇ ଲୋକ ଗୁଡାକ ସବୁ ମାକ୍ସିମମ୍ ଲୋକ 2017 ବା ବଡ ଜୋର 19 ଭିତରେ ସବୁ ରିଟାୟାର୍ଡ ହେଇଗଲେ, ପାଇଲେ ନାହିଁ MSCP ବା RSCP ପାଇଲେ ନାହିଁ ରିକ୍ୱିଜାଇଟ୍ କ୍ୱାଲିଫିକେସନ ନଥିବାରୁ ହେଲା। ସେମାନେ ହେଇଗଲେ 1/7/14 ପରେ ଯେତେବେଳେ BEd କରିଦେଲା ତାପରେ କୋର୍ଟ କେସ୍ ଗୁଡାକ ବହୁତ ହେଲା। ଏବେ ଯାଇ ତ ଚାଲିଥିଲା କୋର୍ଟ କେସ୍ ଗୁଡା। ତ ଏମିତି ହଉ ହଉ ତ 2019 ର ଯୋଉ କେଡର ରୁଲ ସଂଶୋଧନ କଲା ସେତେବେଳେ ଆଉ ଥରେ କହିଲା ଯେ BSCT ବାଲାଙ୍କୁ ଆପଣ ଲେବୁଲ 2 ABO ପର୍ଯ୍ୟନ୍ତ ଯାଇପାରିବେ। ତ ତା ଆଗରୁ ଥିଲା BA BD କେବଳ ଲେବୁଲ 3 ହବ, ତ ଲେବୁଲ 2 ହେଲା ବେଳକୁ ସେଇ BA BD ତାକୁ ତ ଆମର ହେଇପାରିବନି। ତ ଏମାନେ ପୁଣି ଆଉ ଥରେ ତାକୁ 2019ରେ ଯୋଉ କଲେ କେଡର ରୁଲ ସଂଶୋଧନ କଲେ, ସେତେବେଳକୁ BSCT ବାଲାକୁ ବି କହିଲେ ତା ଅର୍ଥ ଲେବୁଲ 3 ବି ହେଇପାରିବ, ପ୍ରମୋସନରେ ଲେବୁଲ 2 ପର୍ଯ୍ୟନ୍ତ ଯାଇପାରିବ, ତାଠୁ ଅଧିକା ଯାଇପାରିବନି। ତ ଯେତେବେଳେ BSCT ସେ ଭିତରେ ବି ଥିଲେ ତା ଆଗରୁ BD ନଥିବାରୁ ଲେବୁଲ 3 ପାଇନଥିଲେ, କିନ୍ତୁ BSCT ବି ଥିଲେ। ତ ସେମାନଙ୍କର ବି ଦିଆ ହେଇପାରିନଥିଲା। ସେତେବେଳେ ସେଥିପାଇଁ ଗଭର୍ଣ୍ଣମେଣ୍ଟ ଏବେ କହୁଛି ଯେ ସେଇ ପିରିୟଡରେ ଯଦି କାହାକୁ ଏଇ କ୍ୱାଲିଫିକେସନ ଅଭାବ ଯୋଗୁଁ ଦିଆ ହେଇ ନଥିଲା MSCP ବା RSCP ସେମାନଙ୍କୁ ଦିଆଯାଉ। ତ ଦିଆଯାଉ ଅର୍ଥ ପୁଣି ସେଠି କହିଲା କଣ ନା 2008ର ପେ ଫିକ୍ସେସନ ରୁଲର ଫିଫ୍ଥ ସିଡ୍ୟୁଲ ଅନୁସାରେ ଦିଆଯାଉ। ଫାର୍ଷ୍ଟ ସିଡ୍ୟୁଲ କଣ ନା ଗ୍ରେଡ ପେ ଆଫ୍ଟର ଗ୍ରେଡ ପେ। ତ ଆମର ସେତେବେଳେ 2800 ଆମର ଲେବୁଲରେ ନଥିଲା ବୋଲି ତ 30/6/14 ପର୍ଯ୍ୟନ୍ତ 1/1/13ରୁ 30/6/14 ପର୍ଯ୍ୟନ୍ତ ଯୋଉମାନଙ୍କର ପୁରୀ ଯାଇଥିଲା 20 ବର୍ଷ ବା 30 ବର୍ଷ ସେତେବେଳେ ସେମାନଙ୍କୁ ଯୋଉ ଦିଆ ହେଇଥିଲା 2200-2400 ତାପରେ 42-46 ସେଇଟା ଷ୍ଟାଣ୍ଡ କଲା ରହିଲା, ଯେହେତୁ ଆମ ଇଏରେ ନଥିଲା। କିନ୍ତୁ 1/7/14 ଯେତେବେଳେ କେଡର ରୁଲ ଚେଞ୍ଜ ହେଲା 1/7/14ରୁ ଯୋଉମାନଙ୍କର ହେଇଥିଲା ସେଇଟାରେ ଅସୁବିଧା କଣ ହେଲା, ଯେହେତୁ ଆମର ଆଗରୁ ଲୋକ ପ୍ରାକ୍ଟିସରେ ଦେଇଥିଲେ କିଛି ଲୋକଙ୍କୁ ସେମିତି ଭୁଲରେ ବି 4200-4600 କରିକି ଦେଇଦେଲେ। ରିକଭରି ବି ହେଲା କେତେଟା? ହଁ, ସେଇଟା 1/7/14 ପରେ ହେଇଥିବ, 1/7/14 ପୂର୍ବଟା ରିକଭରି ନାହିଁ। 1/7/14ରେ ଯେହେତୁ କେଡର ରୁଲ ଚେଞ୍ଜ କରିଥିଲା ତେଣୁ ରିକଭରି କିଛି ଲୋକଙ୍କର ହେଇଥିବ ବା ପେନସନ ଫେନସନ ବେଳକୁ ପ୍ରୋବ୍ଲେମ ହେଇଥିବ, ଏମିତି ହେଇଯାଇଥିବ।
ହଁ ତେଣୁ ସେ କହିଲା 1/14 ପରେ ଯୋଉମାନଙ୍କର ହେଇଛି ତମେ ଫାଷ୍ଟ ସିଡ୍ୟୁଲ ଅନୁସାରେ ଦବ, ଅର୍ଥାତ ଯଦି ସିଏ ପ୍ରମୋସନ ହଉଛି ତ 2400 ଲେବୁଲ 4 ହେଡମାଷ୍ଟର ଲେବୁଲ 3 ହେଡମାଷ୍ଟର ଗଲା 4200 ଗ୍ରେଡ୍ ପେ ତାକୁ ଦିଆଯାଇ ପାରିବ PG1 ରେ, ବୁଝିପାରିଲେ। ନହେଲେ ଯଦି RSCP ବା MSCP ରେ ଯାଉଛି ସିଏ, ତାହେଲେ 2400 ପରେ ସିଏ 2800 ରେ ହିଁ ରହିବ, 2800 ଟାକୁ ସେ ଡେଇଁକି ଯାଇପାରିବ ନାହିଁ। ବୁଝାଏ ନାହିଁ, ଯେହେତୁ MSCP ରେ ଯାଉଛି ବା RSCP ରେ ଯାଉଛି ସେ 2800 ଗ୍ରେଡ୍ ପେ ଟାକୁ ଇଗ୍ନୋର କରିକି ଯାଇପାରିବ ନାହିଁ। 1/14 ପରେ ହେଇଥିଲେ 1/14 ପରେ 24, 24 ପରେ 28, 28 ପରେ 30 ବର୍ଷିଆ ଯଦି ପାଇବ ତାହେଲେ 4200 ଅର୍ଥାତ ଲେବୁଲ 9 କୁ ଆସିବ। ସେ ଲେବୁଲ 10 କୁ ଯିବାର କୌଣସି ମାନେ ସୁବିଧା ନାହିଁ। ହଁ, ତ ସେ ଭିତରେ ଆଗରୁ ଯୋଉଟା ଦେଇଥିଲା ଏଇ ଅଳ୍ପ ଦିନ ଆଗରୁ ଯେ ଯୋଉମାନଙ୍କର MSCP ବା RSCP ଦିଆ ହେଇନଥିଲା କିନ୍ତୁ ସେମାନେ ରିଟାୟାର୍ଡ କରିକି ଅଲରେଡି ପେନସନ ପାଉଛନ୍ତି, ତ ସେମାନଙ୍କୁ ଦିଆଯାଉ ଅର୍ଥ କୋଉ ହିସାବରେ ଦିଆଯାଉ ନା ଏଇ ଯୋଉ 2400, 2800, 4200 ଇନ୍ ନୋ କେସ୍ ସେମାନେ 4600 ପାଇବେ। ହେଲା। ଆଉ ଯୋଉମାନେ ପାଇଛନ୍ତି ପ୍ରମୋସନ ପାଇକି ଯାଇଛନ୍ତି ସେମାନେ 2400 ରୁ ଡାଇରେକ୍ଟ ପ୍ରମୋସନ 4200 କୁ ଯିବେ, କାହିଁକିନା 2800 ଆମ ସ୍କେଲ ର ନାହିଁ ପୋଷ୍ଟ ନା MSCP ଗଲେ ସେଇ ହିସାବରେ। ଆଉ ବର୍ତ୍ତମାନ ଯୋଉ ମାର୍ଚ୍ଚ 24 ରେ ଯୋଉଟା କହିଲା ଏଣ୍ଟ୍ରି ଗ୍ରେଡ୍ 6 ତାପରେ ଦେଲା 8 ଲେବୁଲ 7 ଥିଲା, ପେ ଲେବୁଲ 8 ହେଇଗଲା, 8, 9, 10 ହେଇଗଲା। ତ ଏବେ ଯୋଉମାନେ 20 ବର୍ଷ 30 ବର୍ଷ ପାଇବେ, ବୁଝିଲେ ନା, ଏବେ ଯୋଉମାନେ 20 ବର୍ଷ 30 ବର୍ଷ ପାଇବେ ତାଙ୍କର ଫିକ୍ସେସନ ବେଳକୁ ସେଟାକୁ ଦେଖିବାକୁ ପଡିବ ଯେ ସେମାନଙ୍କର କଣ ହେଇଛି। ମାକ୍ସିମମ୍ ଲୋକ 10 ବର୍ଷିଆ ବି ପାଇଯାଇଛନ୍ତି, ଯୋଉମାନେ 2010, 11 ହେଇଥିଲେ ରେଗୁଲାର, ସେମାନଙ୍କର 20, 21, 22 ଏଇ ଭିତରେ 10 ବର୍ଷିଆ ପାଇଯାଇଥିଲେ। ଆଉ ସେଇ ଭିତରେ ବି ଲେବୁଲ 5 ବି କିଛି ହେଇଯାଇଛନ୍ତି, କିଛି ଗ୍ରାଜୁଏଟ ଟିଚର ବି ହେଇଯାଇଛନ୍ତି 5 ବି ପାଇବାର ବର୍ଷ 2 ବର୍ଷ ଭିତରେ। ତ ସେମାନେ ଗ୍ରାଜୁଏଟ ଟିଚର ହେଇଯାଇଛନ୍ତି ଅର୍ଥ ବର୍ତ୍ତମାନ କୋଉ ହିସାବରେ ରହିଲେ 5 ବି ରେ ରହିଛନ୍ତି। 5 ବି ରେ ମାନେ ସେ ଆଗରୁ ପାଇଯାଇଥିଲେ 7 ଲେବୁଲ 7 ପାଇଥିଲେ, କିନ୍ତୁ ସେଇ 7 ର ପ୍ରମୋସନ ରେ ଆଉ ଗୋଟେ ଦେଇକି ତାଙ୍କୁ ଫିକ୍ସେସନ କରିଦେଇଛନ୍ତି କୋଉଠି କୋଉଠି। ତ ସେଇଟା ବର୍ତ୍ତମାନ ଲେବୁଲ 8 ରେ ଏଇ ମାର୍ଚ୍ଚ ଜିଓ ଅନୁସାରେ ଅପଗ୍ରେଡେସନ ହେଇଯାଇଛି ପୋଷ୍ଟ ର, ମାନେ ସାଲାରୀ ରିଷ୍ଟ୍ରକ୍ଚର, ଅପଗ୍ରେଡେସନ ନୁହଁ ତ ସାଲାରୀ ରିଷ୍ଟ୍ରକ୍ଚର ହେଇଛି, ବୁଝିଲେ। ତ କିନ୍ତୁ ବର୍ତ୍ତମାନ ଯୋଉମାନେ 15 ମସିହା 16 ମସିହା ଏମିତିରେ ସବୁ ପାଇଛନ୍ତି ସେ ସବୁ 5 ରେ ଅଛନ୍ତି। ତ ସେମାନେ ସେ 5 ରେ ସେମାନେ ଏଇ 24-25 ଭିତରେ କଣ ହଉଛି ଦେଖିବା କଥା। ଆକ୍ଚୁଆଲି ତ 20, 21, 22 ବେଳଠୁ ସେମାନଙ୍କର ପ୍ରମୋସନ ଡ୍ୟୁ ହେଇଗଲାଣି, ଆମର ଏଇ ଗ୍ରାଡୁଏସନ ଲିଷ୍ଟ ପ୍ରୋବ୍ଲେମ ଯୋଗୁ ତାଙ୍କୁ ଦେଇ ପାରୁନାହାନ୍ତି। ତ ସେଇଟା ସରକାର ଚାହୁଁନି ବା ସରକାରୀ ସ୍ତରରେ ଆମର ଯୋଉ ପଲିସି ମେକର ମାନେ ଅଛନ୍ତି ସେମାନେ ତାକୁ କଣ କରିକି ପେନ୍ସି ପକେଇକି ଦିନକୁ 15 ପ୍ରକାର, ଆଜି ଗୋଟେ ଚିଠି କାଲିକି ଗୋଟେ ଚିଠି ଏମିତି କ୍ଲବଜି କରୁଛନ୍ତି। ତ ସେଇଆକୁ ଧରିକି ଗ୍ରାଡୁଏସନ ଧରିକି ଯାଇକି ଡାଇରେକ୍ଟର ପାଖରେ ପହଞ୍ଚିଲା ବେଳକୁ ସେ ଆଉ ଗୋଟେ ଚିଠି କରୁଛନ୍ତି। ତ ଏଇ ସବୁ ଝାମେଲା ଯୋଉ ହେଇପାରିବି, ଆଉ ସେମାନଙ୍କର ହେଲା ବେଳକୁ ଯଦି ୟା ଭିତରେ ହେଇଯାଉଛି ତ ଭଲ, ଯଦି ନ ହଉଛି 24-25 ମସିହା ବେଳକୁ ଯେତେବେଳେ ସେମାନଙ୍କର 10 ବର୍ଷ ପୂରଣ ହବ ତ ସେଇଟାକୁ କଣ ଦବ ଫେଡରାଲ ରୁଲ ଯୋଉ ହିସାବରେ କହୁଛି ଲେବୁଲ 6 ରେ ଗଲା, ତାପରେ ଲେବୁଲ 7 କୁ ଆସିବ। ବର୍ତ୍ତମାନ ଆମର ଲେବୁଲ 7 ଆଉ ନାହିଁ, ବୁଝିଲେ, ଲେବୁଲ 7 ନାହିଁ, କିନ୍ତୁ କଣ ପୋଷ୍ଟ ହିସାବରେ ନାହିଁ। କିନ୍ତୁ ଯଦି MSCP ରେ ଯିବ ତ ଲେବୁଲ 6 ପରେ ଲେବୁଲ 7 ଟାକୁ ଡେଇଁକି 8 ରେ କରେଇବେ କି ଲେବୁଲ 7 ଦେଇକି ସେ ଯିବ, ସେଇଟା ଦେଖିବାକୁ ବାକି ରହିଲା ଏବେ କଣ ହଉଛି ତା ଉପରେ। ଆଉ ଗୋଟେ ଚିଠି ଆସିବ, ସେ କଣ କରିବେ ତାକୁ କ୍ଲାରିଫିକେସନ। କଣ କରିବ ବର୍ତ୍ତମାନ ସେ ଯେମିତି ଆଗରୁ ଥିଲାନି କି ଲେବୁଲ 4 ହେଡମାଷ୍ଟର ପରେ ଲେବୁଲ 3 ହେଡମାଷ୍ଟର 2400 ପରେ 4200, ବର୍ତ୍ତମାନ ସେଇ କେସ୍ ହେଇଗଲା ନା। ସେଇ କେସ୍ ହେଇଗଲା।
ତ ଲେବୁଲ 7 ଟା ବର୍ତ୍ତମାନ ଆମର ପୋଷ୍ଟ ଷ୍ଟ୍ରକ୍ଚରରେ ଆସୁନି ହୁଁ ବୋଲି, କିନ୍ତୁ 10 ବର୍ଷ ପରେ କଣ ଦେବେ ହଁ ବୁଝିଲେ? 10 ବର୍ଷ ପରେ କଣ ଦବ ଗଭର୍ଣ୍ଣମେଣ୍ଟ ସେଇଟା ବର୍ତ୍ତମାନ ପର୍ଯ୍ୟନ୍ତ ହେଇନି। ସେଇ ଇନଷ୍ଟାନ୍ସ ଟା ଯେତେବେଳେ ଆସିଯିବ ଆଉ ବର୍ଷ 1.5 ବର୍ଷ ପରେ, ହୁଁ ବୁଝିଲେ, ହଁ ସାର୍ ତ ସେତେବେଳକୁ ଜଣା ପଡିବ କଣ ଗଭର୍ଣ୍ଣମେଣ୍ଟ କ୍ଲାରିଫିକେସନ ଦେଇଛି। ସେ ଏଇଆ ହଉଛି କଥା। ତାପରେ ପେ ଫିକ୍ସେସନ ଗୋଟେ ଅଛି ନାକି 2026, ତା ପୂର୍ବରୁ ଏଗୁଡା ସବୁ ସମାଧାନ ହେଇଯିବ ବୋଧେ ଆଉ। ହଁ କି 26 ର ରୁଲସ କଣ ଆସୁଛି ତାକୁ ବି ଦେଖିବାର ଅଛି, କି ଲେବୁଲ କଣ ଦଉଛି, ଏମିତି ପେ ଷ୍ଟ୍ରକ୍ଚର କଣ ପେ ବ୍ୟାଣ୍ଡ ରଖୁଛି କି ଏମିତି ପୁଣି ସେଇ ପେ ଲେବୁଲ ରଖୁଛି କି ପେ ଟେବୁଲ ରଖୁଛି, କଣ ରଖୁଛି ତାକୁ ଜାଣିବାକୁ ଜଣା ପଡିବ ଗୋଟେ ଗୋଟେ ଦେଖିଲେ ଆଉ। ଏବେ ଆକ୍ଚୁଆଲି ସେ ପୁରୁଣା ଟିଚର ଗୁଡା କିଛି ଆମର ଲାଭ ହବ ବୋଲି ଭାବିଛନ୍ତି? ନାଇଁ କିଛି ଲାଭ ହବନି, ସବୁ ଏବେ ରିଟାୟାର୍ଡ ହେଇଯିବ ଏଇ କେଦିନ ଭିତରେ, କାହାରି କିଛି ମିଳିବନି, ବୁଝିପାରିଲେ କି ନାହିଁ? ହଁ ସାର୍ ଯେତିକି ଲୋକ ରିଟାୟାର୍ଡ ହେଲେଣି ବର୍ତ୍ତମାନ ତକ ହାତ ଗଣତି କିଏ ଲକି ବର୍ଷେ 6 ମାସ 2 ମାସ ଥିବ କଣ ହେଲେ ପ୍ରମୋସନ ପାଉଛନ୍ତି, ନହେଲେ ପ୍ରମୋସନ ପାଇବାକୁ ଡ୍ୟୁ ଥିବା ଲୋକ ବର୍ଷେ 1.5 ବର୍ଷ 2 ବର୍ଷ ଆଗରୁ ଡ୍ୟୁ ଥାଇକି ସେମାନେ ରିଟାୟାର୍ଡ ହେଇଯାଇଛନ୍ତି, ଗ୍ରାଡୁଏସନ ହେଇପାରୁନି କି ହେଇପାରୁନି। ହଁ ସାର୍ ଠିକ କଥା, ବୁଝିଲେ କି ନାଇଁ? ହଁ ସାର୍ ବହୁତ କମ ଲୋକ ସେମିତି ହାତରେ ଇଏ ହେଇକି ଲାଭ ପାଇଛନ୍ତି ସିନା, କିନ୍ତୁ ମାକ୍ସିମମ୍ ଲୋକ ମାନେ ଗୋଟେ ମରିଚିକା ପଛରେ ଆଶା କରିକି ରିଟାୟାର୍ଡ ହେଇଗଲେ ସିନା ତାଙ୍କୁ କିଛି ମିଳିଲା ନାହିଁ। ରିଟାୟାରମେଣ୍ଟ ବେଳକୁ ଅନ୍ତତଃ ଆମେ ଗୋଟେ ପ୍ରମୋସନ ପାଇଯିବୁ ବୋଲିକି ଗୋଟେ ସମସ୍ତଙ୍କର ଆଶା, ଯେ ହେଲେ ତ ସେ ଆପଣ କହିଲା ବେଳେ ସେ 4 ବର୍ଷ ହେଲାଣି ପଡିଛି ସେମିତି ପେଣ୍ଡିଂ ହେଇକି ପଡିଛି ଆଉ। ହଁ 2021 ମସିହାରେ ଆମର କୋରାପୁଟରେ ଅନ୍ତତଃ ହେଇଯିବା କଥା ଇଏ ଗୁଡାକ, ବୁଝିଲେ, ଯୋଉ ସମୟରେ ବି ଦେଲେ ଲେବୁଲ 5B ଆଉ 4 ଦେଲେ, ସେଇ ସମୟରେ ବି ଲେବୁଲ 3 ର ବହୁତ ପୋଷ୍ଟ ଫାଙ୍କା ଥିଲା ଆଉ ବହୁତ ଲୋକ ଏଲିଜିବୁଲ ଥିଲେ, ଦେଲେନି, ବୁଝିଲେ, କାହାର ବର୍ଷ 2 ବର୍ଷ 6 ମାସ ଏମିତି ସବୁ ଚାକିରି ଥିଲା, ସେତେବେଳକୁ ଦେଲେନି, ସେଇ ଲୋକ ଗୁଡାକ ଆଶା କରିକି ଗଲେ କି ନାହିଁ, ବୁଝିଲେ। ତ 2021 ରୁ 24 ଭିତରେ କେତେ ସିନିୟର ଲୋକ ଯୋଉମାନେ ଆମର 86 88 ବେଚ୍ ର ଲୋକ ସବୁ ପୋଷ୍ଟିଂ ହେଇଥିଲେ, ସେମାନେ ବହୁତ ଲୋକ ତା ଭିତରୁ ରିଟାୟାର୍ଡ କରିଗଲେ ଆଉ କିଛି ପାଇଲେନି, ବୁଝିଲେ। ଆଉ 86 ବେଚ୍ ର ଯୋଉମାନେ ଅଗଷ୍ଟରେ ସେପ୍ଟେମ୍ବରରେ ଜଏନ କରିଥିଲେ ସେମାନେ କଣ ହେଲେ ଟିକେ ପାଇଲେ, କିନ୍ତୁ ନଭେମ୍ବରରେ ଯୋଉମାନେ କରିଥିଲେ ନଭେମ୍ବର ଡିସେମ୍ବରରେ ସେମାନେ ସବୁ ସେଇ ମାନେ ଆସିଷ୍ଟାଣ୍ଟ ଟିଚରରେ କିମ୍ବା କିଏ କେମିତି ହାତ ଗଣତି ହେଡମାଷ୍ଟରରେ ଗଲେ ସିନା, ନହେଲେ ଆଉ ଲେବୁଲ 3 ପାଇପାରିଲେନି। 86 ମସିହା ଚାକିରି ମାନେ 35 ବର୍ଷ 36 ବର୍ଷ ଚାକିରି କରିକି ବି 2021 ପର୍ଯ୍ୟନ୍ତ ସେମାନେ ଗୋଟିଏ ପ୍ରମୋସନ ପାଇଲେ, ମାନେ ହିସାବ ଅନୁସାରେ ଆସିଷ୍ଟାଣ୍ଟ ଟିଚର ହେଡମାଷ୍ଟର। ସେ ତ ସିଷ୍ଟମ ତ ନଥିଲା ଭଳିଆ ସାର୍ ହେଇଥିଲା, ଆଉ ପ୍ରମୋସନ ର ସିଷ୍ଟମ ହିଁ ନଥିଲା, କିନ୍ତୁ 2021 ବେଳକୁ ଯୋଉ ବାଟ ଖୋଲିଲା ସେ ବାଟ ବି ମାନେ ବାଟଟା 2019ରେ ଭଲ କରି ଖୋଲିଲା, 2014 ଠୁ 2019 ଟେଣ୍ଡର ରୁଲରେ ଭଲ କରି ଖୋଲିଲା ପରେ, କିନ୍ତୁ ଆମର ଏଇଠି କୋରାପୁଟରେ ଦେଇପାରିଲେନି ନା। ହଁ ସାର୍ ଦେଇପାରିଲେନି, ଗୋଟିଏ ଥର ହିଁ ଦେଲେ, ଆମର ଯୋଉ ଲିମା ସାର୍ ମାନେ ପାଇଥିଲେ ଯୋଉ। ହଁ, ତ ଆଉ ଦେଲେନି, ହଁ କିନ୍ତୁ ସେଇ ହିସାବରେ ପୋଷ୍ଟ ଗୁଡାକ ରିଷ୍ଟ୍ରକ୍ଚର ହେଲା, ଲେବୁଲ 4 ଲେବୁଲ 3 ଏଇ ଗୁଡାକରେ ପୋଷ୍ଟ ଗୁଡାକ ବହୁତ ଭ୍ୟାକେନ୍ସି ଥିଲା, କିନ୍ତୁ ଆମର 5A ରେ ବେଶୀ ଲୋକ ଥିଲେ ଆଉ କିନ୍ତୁ କଲେନି ଆଉ। ସେ 5A ବୋଲିକିରି ଗୋଟେ ନୂଆଟା କରିକି 5B ତାକୁ ଗୋଟେ ରିଷ୍ଟ୍ରକ୍ଚର କଲା ଆହୁରି ପୁଣି। ନାଇଁ ସେଇଟା କଲେ କଣ, କେବଳ ଏଇ ପ୍ରମୋସନ ଟାକୁ 3ଟା ପ୍ରମୋସନ ଦେଖେଇବେ ବୋଲି, ସେ ତା ଦେହରେ କିଛି ନାହିଁ, ସେଇଟା କେବଳ ଗୋଟେ ଟେକ୍ନିକାଲ ଇଏ ଆମର ଆଡମିନିଷ୍ଟ୍ରେସନର ଗୋଟେ ଟେକ୍ନିକାଲ ଠକେଇବା ଜିନିଷ, ବୁଝିଲେ। ନହେଲେ ଆସିଷ୍ଟାଣ୍ଟ ଟିଚରକୁ 3ଟା ଦେଲେ ହେଡମାଷ୍ଟର, 3ଟା ଦେଲା ବେଳକୁ ଡାଇରେକ୍ଟ ABO ପର୍ଯ୍ୟନ୍ତ ପଳେଇ ଯାଉଛି ନା ମେଟ୍ରିସିଟି ବାଲା। ତାକୁ ଦେବେ କି ମେଟ୍ରିସିଟି ବାଲାକୁ ସେତେ ବାଟ ପର୍ଯ୍ୟନ୍ତ, ସେଇଥିପାଇଁ ତା ଭିତରେ ସବୁ ବିଭିନ୍ନ ଟେକ୍ନିକାଲ ପେଞ୍ଚ ପୁରେଇକି ସେମିତି କରାହେଇଛି, ସବୁ IAS ମୁଣ୍ଡ ନା। ବୁଝିଲେ, ହଁ ଏମିତି ଜିନିଷ, ବୁଝିଲେ କି।